ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟି କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ନା ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କର ଚଳିତ ବର୍ଷ 2024ର ଅନ୍ତିମ ମାସର ମାସିକ ରାଶିଫଳ ସମ୍ପର୍କରେ, ବା କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କର ଡିସେମ୍ବର ମାସର ମାସିକ ରାଶିଫଳ ସମ୍ପର୍କରେ। ଏହା ସହିତ ଏହି ଭିଡ଼ିଓରେ ମଧ୍ୟ ଆପଣମାନେ ଜାଣିବାକୁ ପାଇବେ ଆପଣଙ୍କର ନବଗ୍ରହମାନଙ୍କର ସ୍ଥିତି ଏବଂ ସେ କେଉଁ ପ୍ରକାରର ଫଳ ଆପଣଙ୍କୁ ପ୍ରଦାନ କରିବାରେ ସକ୍ଷମ ହେଉଛନ୍ତି ଏହି ଡିସେମ୍ବର ମାସରେ। ଏହା ସହିତ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି ମଧ୍ୟ ଜାଣିବା ପାଇଁ ପାଇବେ। ଆଉ ଅଶୁଭତ୍ୱ ଫଳ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ପ୍ରତିକାର ମଧ୍ୟ ଜାଣିବା ପାଇଁ ପାଇବେ। ତେବେ ଏହିସବୁ ସମ୍ପର୍କରେ ବିଶେଷ ରୂପରେ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହା ସହିତ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ ଏବଂ ଚ୍ୟାନେଲଟିକୁ ମଧ୍ୟ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ବନ୍ଧୁଗଣ, ସର୍ବପ୍ରଥମେ ଚାଲନ୍ତୁ ଜାଣିନେବା ଯେ ଏହି ବର୍ଷର ଅନ୍ତିମ ମାସ ଅର୍ଥାତ୍ ଡିସେମ୍ବର ମାସରେ ଆପଣଙ୍କର ନବଗ୍ରହମାନଙ୍କର ସ୍ଥିତି କିପରି ରହିଅଛି। ଦେଖନ୍ତୁ ବନ୍ଧୁଗଣ, ଆମର ରାଶିଚକ୍ରରେ 12ଗୋଟି ରାଶି ରହିଅଛନ୍ତି। ସେହି 12ଗୋଟି ରାଶିମାନଙ୍କ ମଧ୍ୟରୁ ଷଷ୍ଠ ରାଶିଟି ହେଉଛି କନ୍ୟା ରାଶି। ତ କନ୍ୟା ରାଶିର ସ୍ୱାମୀ ବା ଅଧିପତି ହେଉଛନ୍ତି ବୁଧ। ବୁଧ ଆପଣଙ୍କର କୁଣ୍ଡଳୀର ତୃତୀୟ ସ୍ଥାନରେ ସେ ଅବସ୍ଥାନ କରିଛନ୍ତି। ଆଉ ତାଙ୍କ ସହ ସୂର୍ଯ୍ୟ ମଧ୍ୟ ଆପଣଙ୍କର ଅବସ୍ଥାନ କରିଛନ୍ତି। ଆପଣଙ୍କର ପ୍ରଥମ ସ୍ଥାନରେ କେତୁ ଅବସ୍ଥାନ କରିଛନ୍ତି, ପଞ୍ଚମ ସ୍ଥାନରେ ଶୁକ୍ର ଅବସ୍ଥାନ କରିଛନ୍ତି, ଷଷ୍ଠ ସ୍ଥାନରେ ଶନି ଅବସ୍ଥାନ କରିଛନ୍ତି, ସପ୍ତମ ସ୍ଥାନରେ ରାହୁ ଅବସ୍ଥାନ କରିଛନ୍ତି ଏବଂ ନବମ ସ୍ଥାନରେ ଗୁରୁ ବୃହସ୍ପତି ଅବସ୍ଥାନ କରିଛନ୍ତି ଏବଂ ଏକାଦଶ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଛନ୍ତି। ତେବେ ଫ୍ରେଣ୍ଡସ୍, ସର୍ବପ୍ରଥମେ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, କୁଣ୍ଡଳୀର ପ୍ରଥମ ଗୃହକୁ ସ୍ୱାସ୍ଥ୍ୟର ଗୃହ ବୋଲି ମାନାଯାଇଥାଏ। ତ ଆପଣଙ୍କର ପ୍ରଥମ ଘରର ସ୍ୱାମୀ ବୁଧ ତୃତୀୟ ସ୍ଥାନରେ ଅବସ୍ଥାନ କରିଛନ୍ତି। ଆଉ ତୃତୀୟ ସ୍ଥାନକୁ କୁଣ୍ଡଳୀରେ ଖରାପ ବୋଲି ବିବେଚନା କରାଯାଇଥାଏ। ଆଉ ତୃତୀୟ ସ୍ଥାନକୁ ଆପଣଙ୍କର ସାହସ, ପରାକ୍ରମ ଏବଂ ଷ୍ଟାମିନାର ଗୃହ ବୋଲି ମାନାଯାଇଥାଏ ଏବଂ ଆପଣଙ୍କର ସର୍ଟ ଟ୍ରାଭେଲର ବା ଛୋଟ ମୋଟ ଟ୍ରାଭେଲର ଘର ବୋଲି ମାନାଯାଇଥାଏ। ତେଣୁ ଶନିଙ୍କର ସ୍ଥିତି ମଧ୍ୟ ଆପଣଙ୍କ କୁଣ୍ଡଳୀରେ ଠିକ୍ଠାକ୍ ଅଛି। ଶୁକ୍ର ମଧ୍ୟ ଠିକ୍ଠାକ୍ ଅଛନ୍ତି, ହେଲେ ବୁଧଙ୍କର ସ୍ଥିତି ଟିକିଏ କମଜୋର ଅଛି। ଯଦି ଆପଣ ଅଧିକା କୁଆଡ଼େ ଟ୍ରାଭେଲ୍ କରୁଛନ୍ତି, ଅଧିକା କୁଆଡ଼େ କାମ କରୁଛନ୍ତି କିମ୍ବା ଆପଣ କୌଣସି ବି ଫିଲ୍ଡରେ କାମ କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକିଏ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ପଡ଼ିବ। କାହିଁକି ନା ବୁଧ ଆପଣଙ୍କର ତୃତୀୟ ସ୍ଥାନରେ କମଜୋରରେ ଅଛନ୍ତି। ତା ଛଡ଼ା ଆପଣଙ୍କର ଚର୍ମ ରୋଗ ଦେଖାଦେଇପାରେ, ଇନଫେକ୍ସନ୍ ଭଳି ସମସ୍ୟା ଦେଖାଦେଇପାରେ, ଆଲର୍ଜି ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହା ସହିତ ଯେହେତୁ ବୁଧ ଆପଣଙ୍କର ତୃତୀୟ ସ୍ଥାନରେ ଅଛନ୍ତି, ତେଣୁ ସେ ଆପଣଙ୍କୁ ଠକେଇ ପାରନ୍ତି ମଧ୍ୟ। ତେଣୁ ଆପଣମାନେ ଏଥିପ୍ରତି ଟିକେ ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ଶିକ୍ଷା କ୍ଷେତ୍ରର ଗୃହ ହେଉଛି ପଞ୍ଚମ ଗୃହ। ଆଉ ଆପଣଙ୍କର ପଞ୍ଚମ ଘରର ଅଧିପତି ହେଉଛନ୍ତି ଶନି। ଶନି ମଧ୍ୟ ଆପଣଙ୍କର ଷଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି। ଆଉ ସେ ମଧ୍ୟ ବହୁତ ଭଲ ସ୍ଥିତିରେ ଅବସ୍ଥାନ କରିଛନ୍ତି। ତ ଏଠି ଶୁକ୍ର ଶୁଭ ଗ୍ରହ ଏବଂ ଶନି ନିଜ ଘରେ ଅବସ୍ଥାନ କରି ଦ୍ୱାଦଶ ଘରକୁ ଦୃଷ୍ଟି ପକାଉଛନ୍ତି। ତେଣୁ ଯେଉଁ ବିଦ୍ୟାର୍ଥୀମାନେ ବିଦେଶ ଯାଇକରି କିଛି ପଢ଼ିବା ପାଇଁ ଚାହୁଁଥିଲେ କିମ୍ବା ବିଦେଶ ଯିବା ପାଇଁ ଚାହୁଁଥିଲେ, ଲଙ୍ଗ ଟ୍ରାଭେଲ୍ ଯେଉଁମାନେ କରିବା ପାଇଁ ଚାହୁଁଥିଲେ କିମ୍ବା ବିଦେଶରେ ସେମାନେ ପାଠପଢ଼ା ସାରିକରି ଘରକୁ ଫେରିବା ପାଇଁ ଚାହୁଁଥିଲେ କିମ୍ବା ବିଦେଶକୁ ନେଇକରି କୌଣସି ଗତିବିଧି କରିବାକୁ ଚାହୁଁଥିଲେ, ତାଙ୍କ ପାଇଁ ଏହି ସମୟ ବହୁତ ଭଲ ଅଛି। ତା ସହିତ ଶୁକ୍ର ଆପଣଙ୍କର ମିତ୍ର ରାଶିରେ ଅର୍ଥାତ୍ ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି। ତେଣୁ ଏହି ସମୟରେ ଆପଣଙ୍କୁ କେହି ଉପଦେଶ ଦେବେ, ଆପଣଙ୍କୁ ସହଯୋଗ ମଧ୍ୟ କରିବେ। ଆଉ ଆପଣ ମଧ୍ୟ ତାଙ୍କ କଥାଟା ମାନିନେବା ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିନେବା ଆପଣଙ୍କର ପ୍ରେମ ଜୀବନ ଏହି ଅନ୍ତିମ ମାସରେ କିପରି ରହିବ। ଦେଖନ୍ତୁ, ପଞ୍ଚମ ଗୃହକୁ ମଧ୍ୟ ପ୍ରେମ ଜୀବନର ଗୃହ ବୋଲି କୁହାଯାଇଥାଏ। ଆଉ ଆପଣଙ୍କର ପଞ୍ଚମ ଗୃହର ଅଧିପତି ରହିଲେ ଶନି। ଶନି ଆପଣଙ୍କର ଷଷ୍ଠ ଗୃହରେ ଅବସ୍ଥାନ କରିଛନ୍ତି। ଆଉ ସେ ଆପଣଙ୍କର ଦ୍ୱାଦଶ ଗୃହକୁ ଦେଖୁଛନ୍ତି।
ଶୁକ୍ର ଆପଣଙ୍କର ପଞ୍ଚମ ଗୃହରେ ଅବସ୍ଥାନ କରିଛନ୍ତି। ଆଉ ଶୁକ୍ର ହେଉଛନ୍ତି ଆପଣଙ୍କର ପ୍ରେମର କାରକ। ତେଣୁ ସେ ଯେହେତୁ ଆପଣଙ୍କର ପଞ୍ଚମ ଗୃହରେ ଅଛନ୍ତି, ସେଥିପାଇଁ ଆପଣଙ୍କର ପ୍ରେମ ଜୀବନକୁ ସେ ବହୁତ ଭଲ ବନାଇବେ। ଆପଣଙ୍କର ପ୍ରେମର ମାତ୍ରା ବହୁତ ଭଲ ରହିବ। ଏହା ସହିତ ସେ ମଧ୍ୟ ଆପଣଙ୍କର ଫିଲିଂସ୍ ବଢ଼ାଇବେ। ଆଉ ବୁଧ, ଯିଏକି ଆପଣଙ୍କର ରାଶିର ସ୍ୱାମୀ, ସେ ଆପଣଙ୍କର ତୃତୀୟ ସ୍ଥାନରେ ଅଛନ୍ତି ମାନେ ଆପଣ ଏହି ସମୟରେ ଟିକିଏ ବ୍ୟସ୍ତ ମଧ୍ୟ ରହିପାରନ୍ତି। ଯଦି ଆପଣ ଏହି ସମୟରେ ବ୍ୟସ୍ତ ନ ରହୁଛନ୍ତି, ତାହେଲେ ଆପଣ ଯାହାକୁ ଭଲ ପାଉଛନ୍ତି ସେ ମଧ୍ୟ ବ୍ୟସ୍ତ ରହିପାରନ୍ତି। କେଉଁଠି ନା କେଉଁଠି ଆପଣଙ୍କର ସମୟ ଟିକେ କମ୍ ଦେଖାଦେଇପାରେ। ଆଉ ମଧ୍ୟ ଆପଣଙ୍କର ପଞ୍ଚମ ଘରର ସ୍ୱାମୀ ଷଷ୍ଠ ଗୃହରେ ଅଛନ୍ତି। ଆଉ ପଞ୍ଚମ ଗୃହରେ ଶୁକ୍ର ଯେହେତୁ ଅବସ୍ଥାନ କରିଛନ୍ତି, ତେଣୁ ଆପଣଙ୍କର ପ୍ରେମ ସମ୍ପର୍କରେ ଜିଦି ଭାବ ଦେଖାଦେବ। ତେଣୁ ଏହି ସମୟରେ ଟିକେ ସିଏ ନାରାଜ ହୋଇପାରନ୍ତି, ନଚେତ୍ ଆପଣଙ୍କର ନାରାଜ ଗୁଣ ଦେଖାଯାଇପାରେ। ଏହାଛଡ଼ା ଆପଣଙ୍କର ଲଭ୍ ଲାଇଫ୍ରେ କିମ୍ବା ପ୍ରେମ ଜୀବନରେ ଅନ୍ୟ କିଛି ସମସ୍ୟା ଦେଖାଦେଉନାହିଁ। ହେଲେ ଟିକେ ଧ୍ୟାନ ଦେଇଥିବେ ଆପଣଙ୍କର ପ୍ରେମ ଜୀବନକୁ। ତେବେ ଫ୍ରେଣ୍ଡସ୍, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ବୈବାହିକ ଜୀବନ ଏହି ମାସରେ, ଏହି ଅନ୍ତିମ ମାସରେ, ଡିସେମ୍ବର ମାସରେ କିପରି ରହିବ। ଦେଖନ୍ତୁ ବନ୍ଧୁଗଣ, ବୈବାହିକ ଜୀବନର ଘର ହେଉଛି ସପ୍ତମ ଘର। ତେବେ ଆପଣଙ୍କର ସପ୍ତମ ଘରେ ରାହୁ ଅବସ୍ଥାନ କରିଛନ୍ତି। ଆଉ ଆପଣମାନେ ତ ଜାଣିଥିବେ ଯେ ରାହୁକୁ ମଧ୍ୟ କୁଣ୍ଡଳୀରେ ଖରାପ ଗ୍ରହ ବୋଲି ମାନାଯାଇଥାଏ, ପାପୀ ଗ୍ରହ ବୋଲି ମାନାଯାଇଥାଏ। କିନ୍ତୁ ସପ୍ତମ ଘରର ଅଧିପତି ଗୁରୁ ବୃହସ୍ପତି, ଯିଏକି ନବମ ସ୍ଥାନରେ ଅବସ୍ଥାନ କରିଛନ୍ତି। ଯେହେତୁ ସପ୍ତମ ସ୍ଥାନରେ ରାହୁ ଅଛନ୍ତି, ତେଣୁ ଏହି ସମୟରେ ଆପଣଙ୍କର ବୈବାହିକ ଜୀବନରେ ରାହୁ ମିସ୍ ଅଣ୍ଡରଷ୍ଟାଣ୍ଡିଂ ଦେବେ। ଆପଣ ଦୁହିଁଙ୍କ ମଧ୍ୟରେ ବୁଝାମଣାକୁ ଭୁଲ କରାଇଦେବେ। ଆଉ ଡାଉଟ୍ ମଧ୍ୟ ଆଣିବେ ଆପଣଙ୍କ ମନରେ। ସନ୍ଦେହ ମଧ୍ୟ ଆସିବ। ଯେଉଁ କଥାରେ ଆପଣ ଯୁକ୍ତିତର୍କ ନ କରିବା କଥା, ସେହି କଥାରେ ଆପଣ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେବ, ଝଗଡ଼ା ମଧ୍ୟ ହେବ। ତେଣୁ ଯଦି ଆପଣଙ୍କ ପକ୍ଷେ ଏଇଟା ହେଉଛି, ତାହେଲେ ଆପଣଙ୍କର ଜୀବନସାଥୀ ସତର୍କ ରୁହନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କର ଜୀବନସାଥୀଙ୍କ ପକ୍ଷରେ ଏହିସବୁ ଦେଖାଦେଉଛି, ତାହେଲେ ଆପଣ ଟିକେ ସତର୍କ ରୁହନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କାହିଁକିନା ଏଇଟା ସବୁ ଆପଣଙ୍କର କୁଣ୍ଡଳୀରେ ବିରାଜମାନ କରିଥିବା ରାହୁ ହିଁ କରାଇବେ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର ଭାଗ୍ୟ କିପରି ରହିବ। ଦେଖନ୍ତୁ ଫ୍ରେଣ୍ଡସ୍, ଭାଗ୍ୟର ସ୍ଥାନ ହେଉଛି କୁଣ୍ଡଳୀରେ ନବମ ସ୍ଥାନ। ଆଉ ଆପଣଙ୍କର ନବମ ସ୍ଥାନର ଅଧିପତି ହେଉଛନ୍ତି ଶୁକ୍ର, ଯିଏକି ଆପଣଙ୍କ କୁଣ୍ଡଳୀର ପଞ୍ଚମ ସ୍ଥାନରେ ଅବସ୍ଥାନ କରିଛନ୍ତି। ଆଉ ସେ 28 ଡିସେମ୍ବରକୁ ଷଷ୍ଠ ସ୍ଥାନକୁ ଅବସ୍ଥାନ କରିବେ। ତେଣୁ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଅବଭିୟସ୍ଲି ଆପଣଙ୍କର ଭାଗ୍ୟ ଆପଣଙ୍କୁ ଡିସେମ୍ବର ପୂର୍ବରୁ ଏବଂ ଡିସେମ୍ବରର 28 ପୂର୍ବରୁ ମଧ୍ୟ ବହୁତ ସପୋର୍ଟ ଦେଉଛି। ଆଉ ନବମ ସ୍ଥାନରେ ଅଧିପତି ଶୁକ୍ରଙ୍କର ସ୍ଥିତି ବହୁତ ଭଲ ଅଛି। ଯେହେତୁ ସେ ତାଙ୍କର ମିତ୍ର ରାଶିରେ ଅବସ୍ଥାନ କରିଛନ୍ତି, ତେଣୁ ସେଥିପାଇଁ ମଙ୍ଗଳଙ୍କର ଦୃଷ୍ଟି ଶୁକ୍ରଙ୍କ ଉପରେ ଏବଂ ଶୁକ୍ରଙ୍କର ଦୃଷ୍ଟି ମଙ୍ଗଳଙ୍କ ଉପରେ ରହିବ। ଆଉ ତାଙ୍କର ଲାଭ ସ୍ଥାନକୁ ମଧ୍ୟ ଦୃଷ୍ଟି ରହୁଅଛି। ତେଣୁ ଏଥିପାଇଁ ଆପଣଙ୍କର ଲାଭ ମଧ୍ୟ ଭାଗ୍ୟରେ ଆସିବ। ଯଦି ଏହି ସମୟରେ ଆପଣ କିଛି କରିବା ପାଇଁ ଚାହୁଁଛନ୍ତି କିମ୍ବା କୌଣସି ବଡ଼ ଧରଣର ଆଇଡ଼ିଆ ଆପଣଙ୍କ ମନରେ ରଖିଛନ୍ତି କିମ୍ବା କୌଣସି ଆପଣଙ୍କର ଭାଗ୍ୟକୁ ନେଇ କିଛି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ବେଶକ ଭାବରେ ଏହି ସମୟରେ ନିଶ୍ଚୟ ରୂପରେ ବିନା ଦ୍ୱନ୍ଦ୍ୱରେ ସେହି କାର୍ଯ୍ୟକୁ କରିନିଅନ୍ତୁ। ନିଶ୍ଚିନ୍ତ ରୂପରେ ଆପଣ 100% ସଫଳତା ପାଇବେ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଯେ ଏହି ମାସରେ ଆପଣଙ୍କର କ୍ୟାରିୟର କିପରି ରହିବ। ତ ଫ୍ରେଣ୍ଡସ୍, ଆପଣମାନଙ୍କର କ୍ୟାରିୟରର ଗୃହ ହେଉଛି କୁଣ୍ଡଳୀରେ ଦଶମ ଗୃହ। ଆଉ ଆପଣଙ୍କର ଦଶମ ଗୃହର ଅଧିପତି ରହିଲେ ବୁଧ, ଯିଏକି ଆପଣଙ୍କ କୁଣ୍ଡଳୀରେ ତୃତୀୟ ସ୍ଥାନରେ ଅବସ୍ଥାନ କରିଛନ୍ତି। ତେଣୁ ଆପଣଙ୍କର ରାଶିର ସ୍ୱାମୀଙ୍କର ବୁଧଙ୍କର କୌଣସି ପ୍ରକାରର ରାଶି ପରିବର୍ତ୍ତନ ଏହି ସମୟରେ କରିବାର ନାହିଁ। ଏହା ସହିତ ତୃତୀୟ ସ୍ଥାନଟିକୁ ସାହସ ଏବଂ ପରାକ୍ରମର ଗୃହ ବୋଲି ମଧ୍ୟ ମାନାଯାଇଥାଏ। ତେଣୁ ଏହି ସମୟରେ ଆପଣଙ୍କର କାମ ଅଧିକ ମାତ୍ରାରେ ତ ଆସିବ, ହେଲେ ଆପଣଙ୍କୁ ସେହି ସବୁ କାମଗୁଡ଼ିକ ମଧ୍ୟ କରିବା ପାଇଁ ପଡ଼ିବ। ସେଥିପାଇଁ ଆପଣମାନେ ଏହି ସମୟରେ ଟିକିଏ ଶାନ୍ତ ହୋଇକରି କାମ କାର୍ଯ୍ୟ କରନ୍ତୁ। ଆଉ କାମରେ ଜମାରୁ ବି ଆସକ୍ତି ଭାବ ରଖନ୍ତୁ ନାହିଁ। ଯଦି ଟିକେ ଆପଣଙ୍କର ମାର୍କେଟିଂ କାମ କରିବା ପାଇଁ ପଡ଼ୁଛି, ତେଣୁ ସେଗୁଡ଼ିକ ମଧ୍ୟ ଆପଣ ଏହି ସମୟରେ କରିପାରନ୍ତି। ବାହାରକୁ କୌଣସି ମିଟିଂ ପାଇଁ ଆପଣଙ୍କୁ ଯିବାକୁ ପଡ଼ିପାରେ, କିମ୍ବା ଏହି ସମୟରେ ଆପଣଙ୍କର କାମ କାର୍ଯ୍ୟକୁ ନେଇକରି ନିଜ ମନରେ ଟିକେ ଦ୍ୱନ୍ଦ୍ୱ କିମ୍ବା ସନ୍ଦେହ ଆସିପାରେ। ଏହା ପାଇଁ ମଧ୍ୟ ପ୍ରତିକାର ଆପଣ ଭିଡ଼ିଓର ଶେଷରେ ଜାଣିବା ପାଇଁ ପାଇବେ। ତେବେ ବନ୍ଧୁଗଣ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆପଣଙ୍କର ବେପାର ବାଣିଜ୍ୟ ବା ବିଜନେସ୍ ଏହି ମାସରେ କିପରି ରହିବ। ତ ଫ୍ରେଣ୍ଡସ୍, ଆପଣଙ୍କର ବେପାର ବାଣିଜ୍ୟ ଗୃହରେ ରାହୁ ଅବସ୍ଥାନ କରିଛନ୍ତି। ଯେହେତୁ ସେ ପାପୀ ଗ୍ରହ,
ତେଣୁ ସେ ଆପଣଙ୍କର ବେପାର ବାଣିଜ୍ୟକୁ ମଧ୍ୟମ ଧରଣର ଫଳ ପ୍ରାପ୍ତ କରାଇବେ। ଏହି ମାସରେ ଆପଣଙ୍କୁ କାମ କାର୍ଯ୍ୟ ଅଧିକା କରିବା ପାଇଁ ପଡ଼ିବ। ଏହା ସହିତ ଏହି ମାସରେ ଆପଣଙ୍କର ଟିକେ କମ୍ ଇନକମ୍ ହେବ। ସେତେଟା ଲାଭ ମଧ୍ୟ ଆପଣଙ୍କର ଏହି ମାସରେ ଦେଖା ଦେଉନାହିଁ। ଆଉ ଯଦି ଆପଣ ନୂତନ ବିଜନେସ୍ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ସେଟା ମଧ୍ୟ ଆପଣ ଏହି ମାସରେ କରନ୍ତୁ ନାହିଁ। ଆଉ 2025ରୁ ଆପଣ ଆପଣଙ୍କର ସେହି ନୂତନ ବିଜନେସ୍ ଆରମ୍ଭ କରିବେ, ଯାହା ଆପଣଙ୍କ ପାଇଁ ବହୁତ ଭଲ ରହିବ। ତେବେ ଫ୍ରେଣ୍ଡସ୍, ଏବେ ଆସନ୍ତୁ ଜାଣିନେବା ଏହି ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ସମ୍ପର୍କରେ। ଦେଖନ୍ତୁ, ଆପଣଙ୍କର ରାଶିର ସ୍ୱାମୀ ହେଲେ ବୁଧ। ବୁଧ ମଧ୍ୟ ଏହି ସମୟରେ ଟିକିଏ କମଜୋର ଅଛନ୍ତି। ତେଣୁ ଆପଣ ବୁଧଙ୍କର ବୀଜମନ୍ତ୍ର ପାଠ କରନ୍ତୁ। ତା ସହିତ ଆପଣ ଶୁକ୍ରଙ୍କର ବୀଜମନ୍ତ୍ର ପାଠ କରନ୍ତୁ। ଆଉ ଯଦି ଆପଣ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିବେ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହା ସହିତ ଆପଣ ଛୋଟ ପିଲାମାନଙ୍କୁ ଖାଇବା ପାଇଁ ଦିଅନ୍ତୁ, ଚକୋଲେଟ୍ ଦିଅନ୍ତୁ। ଦେଖିବେ ଆପଣ ଆପଣଙ୍କ ଜୀବନରେ ଯାହା ବି କିଛି ସମସ୍ୟା ଆସୁଛି ତାହା ଆପଣଙ୍କର ସମାଧାନ ହେବା ପାଇଁ ଲାଗିବ। ତେବେ ବନ୍ଧୁଗଣ, ଆଶା କରୁଛି ଯେ ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିନ୍ତ ରୂପରେ ଭଲ ଲାଗିଥିବ। ସେଥିପାଇଁ ଆପଣମାନେ ଆମର ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ ଏବଂ ଚ୍ୟାନେଲଟିକୁ ଗୋଟିଏ ସବସ୍କ୍ରାଇବ୍ କରିନିଅନ୍ତୁ। ଯାହାଫଳରେ ଆମକୁ ଆଗକୁ ଏଇଭଳି ଆହୁରି ଭିଡ଼ିଓ ବନାଇବା ପାଇଁ ମୋଟିଭେଟ୍ ମିଳିବ ଏବଂ ଆହୁରି ଆମର ଇଚ୍ଛା ବଢ଼ିବ। ତେବେ ବନ୍ଧୁଗଣ, ଆପଣମାନେ ଆମର ଏହି ଭିଡ଼ିଓଟିକୁ ସେୟାର କରନ୍ତୁ। ଆଜିର ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।